ନୂଆପଡ଼ାରେ ମୁଁ 3-4 ଦିନ ବୁଲୁଥିଲି ଏବଂ ସେଠି ଯାହା ମୁଁ ଦେଖୁଥିଲି ଲୋକଙ୍କ ଭିତରେ ଉତ୍ସାହ ଥିଲା। କଂଗ୍ରେସରେ ଯେତେ ମିଟିଂ ହେଉଥିଲା ସେ ମିଟିଂରେ ଲୋକ ବହୁତ ସଂଖ୍ୟାରେ ଆସୁଥିଲେ ଏବଂ ଲୋକଙ୍କର ବଡି ଲାଙ୍ଗୁଏଜରେ ମୁଁ ଯାହା ଦେଖୁଥିଲି ଲୋକେ ଭୋଟ ଦେବା ପାଇଁ ଚାହୁଁଛନ୍ତି। କିନ୍ତୁ ମୁଖ୍ୟତଃ ନୂଆପଡ଼ା ହେଉଛି ମୁଁ ଭାବୁଛି ଓଡ଼ିଶାର ସବୁଠୁ ଗରିବ ଗୁରୁବା ଅଞ୍ଚଳ। ଆଦିବାସୀ ହୁଅନ୍ତୁ, ଦଳିତ ହୁଅନ୍ତୁ କି ଅନ୍ୟ ବର୍ଗର ଲୋକ ହୁଅନ୍ତୁ, ସେମାନଙ୍କ ଭିତରେ ବଡ଼ ନିରୁତ୍ସାହିତ ହୋଇଛନ୍ତି କାରଣ ସେଠି କୌଣସି ବିକାଶର ଘଟଣା ଘଟି ନାହିଁ, ଯାହାଫଳରେ ସବୁଠୁ ବେଶୀ ମାଇଗ୍ରେସନ୍ ହେଉଛି ନୂଆପଡ଼ା ଅଞ୍ଚଳରୁ। ଯଦି ଓଡ଼ିଶା ମାଇଗ୍ରେସନ୍ରେ ଦାଦନ ଖଟିବା ଯିବାରେ ନମ୍ବର 1 ହେଇଛି ଭାରତରେ, ନୂଆପଡ଼ା ହେଉଛି ଓଡ଼ିଶା ଭିତରେ ଭାରତ ଭିତରେ 1 ନମ୍ବର ହେଇଛି। ଗରିବ ଗୁରୁବା ଲୋକେ, ତେଣୁକରି ଯଦି ଇଲେକ୍ସନ୍ ହେଇଥାନ୍ତା, ସଭା ସମିତି ହେଇଥାନ୍ତା, ତାହେଲେ ଲୋକଙ୍କ ଭିତରେ ଗୋଟେ ଆୱାରନେସ୍ ଆସିଥାନ୍ତା। ସଭା ସମିତି ଆମେ କରିଥିଲୁ ନା ବିଜେଡ଼ିର କୌଣସି ସଭା ସମିତି ହେଇଛି ନା ବିଜେପିର କୌଣସି ଜାଗାରେ ସଭା ସମିତି ହେଇଛି, ରୋଡ୍ ଶୋ ହେଇଛି। ଏବଂ ଭୋଟ ଇଲେକ୍ସନଟା ଅକ୍ସନରେ ପରିଣତ ହେଇଛି। ଅକ୍ସନ ଅର୍ଥ ଏ ଗାଁରେ କେତେ ଭୋଟର, ଏ ଘରେ କେତେ ଭୋଟର, ସେଇ ହିସାବରେ ଟଙ୍କାର କାରବାର ହେଲା। ଏପରିକି ବୁଥ ଆଗରେ ଖୋଲେଆମ ସମସ୍ତଙ୍କ ସାମ୍ନାରେ ବିଜେପି ବାଲା ବସିକି ଟଙ୍କା ବାଣ୍ଟୁଛନ୍ତି, କେହି କିଛି କହିବାକୁ ନାହିଁ। 2000 ଗୋଟେ ଗାଁରେ ଗୋଟେ ଘରେ ଧର 10ଟା ଭୋଟ, 20,000 ଟଙ୍କା, ଶାଢ଼ୀ 5ଟା ଏବଂ ଛାଡ଼ଖାଇ ଦିନ 2 କିଲୋ ଲେଖା ମାଂସ ସବୁ ଘରେ। ସେ କଂଗ୍ରେସ ଘରେ ବି ଆସି ପହଞ୍ଚି ଯାଇଛି, ସେ କାହାକୁ ଛାଡ଼ି ନାହାନ୍ତି। ମାନେ ଏତେ ଦୟାଶୀଳ ସେମାନେ ଯେ ସମସ୍ତଙ୍କୁ ବାଣ୍ଟିବାର ଅଛନ୍ତି। ତା ଭିତରେ ତା ମାନେ କ'ଣ? ଯଦି ପ୍ରଭାବିତ ଲୋକ ଗରିବ ଗୁରୁବା ଲୋକ କ'ଣ କରିବେ? ବାବୁ କିଛି ତ ହେଲାନି, ଆମେ ଆଉ କ'ଣ କରିବୁ? ଆମେ ତ ଅପେକ୍ଷା କରି କରି କେତେ ଦିନ ବସିବୁ? ଯିଏ ଆମକୁ ପଇସା ଦେଲା ତାକୁ ଭୋଟ ଦେବୁ। ତ ପଇସାର ପ୍ରଭାବ ଏତେ ବେଶୀ ଥିଲା। ମୋ ଜୀବନ କାଳ ଭିତରେ ମୁଁ 7ଟା ଇଲେକ୍ସନରେ ଜିତିଛି, ମୁଁ କେବେ ଅନୁଭବ କରିନି ଯେ ପଇସା ପାଇଁ ଲୋକେ ମତ ପରିବର୍ତ୍ତନ କରିଦିଅନ୍ତି। କାରଣ ପଲିଟିକାଲ ଆୱାରନେସ୍, ସାମାଜିକ ନ୍ୟାୟର ଲଢ଼େଇ ପାଇଁ କଂଗ୍ରେସ ଦଳ ଆଗାମୀ ଦିନରେ ନିଶ୍ଚିତ ଭାବେ ବଦ୍ଧପରିକର ଏବଂ କଳା ଟଙ୍କା ବିରୁଦ୍ଧରେ ପାହାଡ଼ ବିକ୍ରି ହେଉଛି, ମାଇନ୍ସ ବିକ୍ରି ହେଉଛି, ପାଣି ବିକ୍ରି ହେଉଛି, ବାଲି ଚୋରି ହେଉଛି, ଏସବୁ ଚୋରି ଚାଲିଛି। ତାର ଯାହା ପାଖରେ ଟଙ୍କା ରହିଲା ସେ ତାର ଫାଇଦା ନେଲା। ଇଲେକ୍ସନରେ ଜିତିବା ପାଇଁ କେତେ ସମୟ ଲାଗୁଛି? ଏ ଭାଇ ଏ ଗାଁର ଭୋଟଟା ଏତିକି, ଚାଲ କିଣିଦିଅ, କେତେ ଅକ୍ସନ, ଠାକୁର ଘର କରିବ, ନିଅ ପଇସା, ଯାହା ଯାହା ମାଗିଲେ ଦେଇଦେଲେ। ଘାସିରାମ ମାଝୀ ସବୁଠୁ ଭଲ ପ୍ରାର୍ଥୀ ଥିଲେ। ମୁଁ ଆଜି ବି କହୁଛି, ସଂଘର୍ଷଶୀଳ ବ୍ୟକ୍ତି, ଆଦିବାସୀ ବର୍ଗଙ୍କ ଭିତରେ ସେ ଜଣେ ଲଢ଼ୁଆ ଲୋକ, ସେ ହାରିବା ଜିତିବାକୁ ଡରନ୍ତି ନାହିଁ। ମୁଁ ଦେଖିଲି ବିଜୁ ପଟ୍ଟନାୟକ ଥରେ ଭୋଟ ଲଢ଼ିଥିଲେ, 5ଟା ନିର୍ବାଚନ ମଣ୍ଡଳୀ ସବୁ ଯାକ ହାରିଗଲେ। ତାପରେ ବିଜୁ ପଟ୍ଟନାୟକ ମୁଁ ଅସଲ ବିଜୁ ପଟ୍ଟନାୟକକୁ ଚିହ୍ନିଲି ସେ ହାରିଗଲା ପରେ। ତ ବିଜୁ ପଟ୍ଟନାୟକ ସେତେବେଳେ ବୀରେନ ମିତ୍ର ହାରିଥାନ୍ତି, ବହୁ ନେତା ସବୁ ହାରିଯାଇଥାନ୍ତି 71 ମସିହାରେ। ବିଜୁ ପଟ୍ଟନାୟକ ହାରିଗଲା ପରେ ବିଜୁ ପଟ୍ଟନାୟକ ତିଆରି ହେଲେ। ତେଣୁକରି ହାରିବା ଜିତିବା ଆମ ପାଇଁ ବଡ଼ କଥା ନୁହେଁ, ପ୍ରୋସେସଟା ହେଉଛି ସବୁଠୁ ବଡ଼ କଥା। ଏ କଳା ଟଙ୍କା ବିରୁଦ୍ଧରେ ଯଦି ସଂଘର୍ଷ ନ ହୁଏ, ଏ ଦେଶରେ ଗଣତାନ୍ତ୍ରିକ ଅନୁଷ୍ଠାନ ଏବଂ ନିର୍ବାଚନ ବି ଆଉ ହବ କି ନାହିଁ ମୋର ସନ୍ଦେହ ହେଇଯିବ। ଲୋକଙ୍କର ବିଶ୍ୱାସ ତୁଟିଯିବ। ମୁଁ ସେଇଥିଲାଗି କହୁଥିଲି, ଯାହା ବାଂଲାଦେଶରେ ହେଲା, ଯାହା ଶ୍ରୀଲଙ୍କାରେ ହେଲା, ଯାହା ନେପାଳରେ ହେଲା, ଲୋକେ ଏତେ ଫ୍ରଷ୍ଟ୍ରେଟେଡ୍ ହେବେ, ଲୋକେ ଭୋଟ ପାଇକି ଯାଉଛନ୍ତି ଏବଂ କିଛି କାମ ହେଉନାହିଁ। କେତେଦିନ ଲୋକ ଅପେକ୍ଷା କରିବେ? ହିପ୍ନୋଟାଇଜେସନ୍ ହେଉଛି ଲୋକଙ୍କୁ। ଆମେ 60,000 ଭୋଟରେ ଜିତିଲୁ, ଆଉ କଥା ମାନିବେ କେହି? କିଏ କାହାକୁ ଅନେଇବେ? ମନ୍ତ୍ରୀ ଫନ୍ତ୍ରୀ ଯେଉଁଗୁଡ଼ା ହେଇଛନ୍ତି। ତେଣୁକରି ଇଏ ଏକ ଭୟଙ୍କର ସ୍ଥିତି ହେବା ପାଇଁ ଯାଉଛି। ମୁଁ ଆପଣଙ୍କୁ କହି ରଖେ, ଏ ଯେଉଁ ପ୍ରକାରର ଯେଉଁ ଉତ୍ସାହ ସେ କ୍ୟାମ୍ପରେ ଦେଖାଯାଉଛି, ଏ ପଇସାର ଉତ୍ସାହ। ଏବଂ ସେ ପଇସାର ଉତ୍ସାହ ଯେପର୍ଯ୍ୟନ୍ତ ନର୍ମାଲ ଇଲେକ୍ସନ୍ ରହିଛି, ନର୍ମାଲ ଇଲେକ୍ସନରେ କିଏ ଜିତିଲା କିଏ ହାରିଲା, ନୀତିଗତ ଭାବେ ଯିଏ ଲୋକଙ୍କ ପାଖରେ ପହଞ୍ଚି ପାରିଲା ଅଲଗା କଥା। କିନ୍ତୁ ବର୍ତ୍ତମାନ ତ ସେ କଥା ନାହିଁ। ପଇସା ଯାହାର ଭୋଟ ତାର। ସିଏ ଗୋଟେ ଗୁଜରାଟର ଲୋକ, ତା ବାପା ଏଠି MLA ହେଇଥିଲେ ଏବଂ ତାପରେ ତାଙ୍କ ପୁଅକୁ ସିଏ ଆର ପାଟିକି ଚାଲିଗଲେ। କିଛି ଲୋକ ଯାହା ନାହିଁ। ଆମକୁ କିଏ ପଇସା ଦେଉଛି? ଢୋଲକିଆ ଦେଉଛି କି ରାମ ଦେଉଛି କି କପିଳ ଦେଉଛି, ସେଥିରେ କିଛି ଯାଏ ଆମ ପାଖକୁ କେତେ ଗରିବ ଲୋକ କ'ଣ ସ୍ୱପ୍ନ ଦେଖିବ? ମୁଁ ମୋ ଛୁଆକୁ ଗଣ୍ଡା ଖାଇବାକୁ ଦେବି ନା ନାହିଁ? ଗରିବ ରଖ ଏବଂ ତାକୁ କିଣ। ଏ କାମ କେତେ ଦିନ ଚାଲିବ? ଇଏ ଏକ ମାମୁଲି କଥା ନୁହେଁ। ପ୍ରତ୍ୟେକ ରାଜନୈତିକ ଦଳ ଇନକ୍ଲୁଡ଼ିଂ କଂଗ୍ରେସ ଏବଂ ଅନ୍ୟ ବାମପନ୍ଥୀ ଦଳମାନେ ଯେଉଁମାନେ ଅଛନ୍ତି, ସେମାନଙ୍କୁ ଗଭୀର ଚିନ୍ତା କରିବାକୁ ପଡ଼ିବ ଯେ ଆମେ ଏ ଗଣତାନ୍ତ୍ରିକ ଅନୁଷ୍ଠାନକୁ ରକ୍ଷା କରିବା ପାଇଁ କଳା ଟଙ୍କା ବିରୁଦ୍ଧରେ କେତେବେଳେ ସଂଘର୍ଷ ହେବ, ସାମାଜିକ ନ୍ୟାୟ ପାଇଁ
ଗାଁ ଗାଁରେ ମଦ ଦୋକାନ, ଗାଁ ଗାଁରେ ମଦ ଦୋକାନ। ଯଦି ନୀତିଶ କୁମାର ଭଲ କରୁଛନ୍ତି ବୋଲି ବିହାର ଇଲେକ୍ସନରେ ଆପଣ କହୁଛନ୍ତି, ନୀତିଶ କୁମାରର ସବୁଠୁ ବଡ଼ ଷ୍ଟ୍ରଙ୍ଗ ପଏଣ୍ଟ ହେଇଛି ମହିଳା ଭୋଟ। ଯେ ମହିଳାମାନେ ମଦ ବନ୍ଦ କରାହେଇଛି ଗତ 5-7 ବର୍ଷ ହେଇଗଲାଣି କି 10 ବର୍ଷ ହେଇଗଲାଣି। ଲୋକ କହିଲେ ଚୋରା ମଦ, ହଁ ଚୋରା ମଦ 10% ଆସୁଥିବ, କିନ୍ତୁ ଗାଁ ଗଣ୍ଡାରେ ମହିଳାମାନେ ସୁରକ୍ଷିତ ହେଇଛନ୍ତି। ତାର ଏକ ପ୍ରଭାବ ଅଛି, ଭଲ ପ୍ରଭାବ ରହିଛି। କିନ୍ତୁ ବିହାର ଇଲେକ୍ସନ ଉପରେ ମୁଁ ସନ୍ଦିହାନ ଯେ ଏପରି ଭୋଟ ରେଜଲ୍ଟ କେବେ ଆସିବନି। କୌଣସି ଏକ୍ଜିଟ୍ ପୋଲ୍ ହଉ, ଯେଉଁମାନେ ବିଜେପି କି ସମର୍ଥନ କରୁଥିବା ଏକ୍ଜିଟ୍ ପୋଲ୍ ବି କହିନାହାନ୍ତି ଯେ 130 କି 140 150 ଏତିକି କହିଛନ୍ତି। 200 କେମିତି ହେବ? 200 କେମିତି ହେବ? କ'ଣ ହେଇଛି ତାକୁ ମାନେ ଭୋଟ ରେଜଲ୍ଟ ନ ଆସିଲା ପର୍ଯ୍ୟନ୍ତ ଆମେ କହିପାରୁନି। ଟୋଟାଲ ଏତେ ତ 4-5 ରାଉଣ୍ଡ ନା 9 ରାଉଣ୍ଡ କ'ଣ ଯାଇଛି, ବହୁତ ହାଇ। ସେମାନେ ତା ମାନେ କିଛି ଗୋଟେ ହେଇଛି। ଯେପରି ଏଠି ମୁଁ ଗଲାବେଳକୁ କେତେକ ଲୋକ କହୁଛନ୍ତି ଆଜ୍ଞା ଆମେ ଆସିଛୁ, ଆମ ଭୋଟ ନାହିଁ। ଆମେ କହିଲେ ଆମକୁ ଭୋଟ ସରିଛି। 74% ଭୋଟ 5ଟା ବେଳକୁ ହେଇଛି, 84% ଭୋଟ କେମିତି ହେଲା? ଆପଣ ଦେଖିଛନ୍ତି କେବେ 92% ଭୋଟ 98% ଯାଏ ବି ଗୋଟେ ଗୋଟେ ବୁଥରେ 98% ଭୋଟ ହେଇଛି? କେମିତି ହେବ? ମାନେ 5ଟା ଯାଏ 74%, 5ଟା ଆଉ ଘଣ୍ଟାକ ପରେ ଦେଖିଲା ବେଳକୁ ହେଇଗଲାଣି 84% ଆଭରେଜ। ଅନେକ ଜାଗାରେ 50-60ଟା ଭୋଟ ବୁଥରେ ହେଇଛି 90-92% ଭୋଟ। କଂଗ୍ରେସ ପାର୍ଟି କାହିଁ ରହିବେନି? କଂଗ୍ରେସ ପାର୍ଟି ବହୁତ ତୋଫାନ ଦେଖିଛି, ହାରିଛି ଜିତିଛି, ହାରିଛି ଜିତିଛି, ସେଥିରେ କିଛି ଯାଞ୍ଚ ନାହିଁ। 2004 ମସିହା ପୂର୍ବରୁ ବିଜେପି ସବୁ ଜାଗାରେ ଜିତିଗଲା, କଂଗ୍ରେସ ହାରିଗଲା। କିନ୍ତୁ 2004ରେ ମନମୋହନ ସିଂ ପ୍ରଧାନମନ୍ତ୍ରୀ ହେଲେ କି ନାହିଁ? ଏଇ ଯେଉଁ ବିଜେପି କହୁଥିଲା 400 ପାର ହେବ, 400 ଭୋଟ ଲୋକସଭାରେ ଲଢ଼ିବେ, ସେ 240 କେଁ ଖସି ଆସିଲେ। ତେଣୁକରି ଯାହା ବି ମହାଗଠବନ୍ଧନ ଭିତରେ ଯେଉଁ ଦୁର୍ବଳତା ଅଛି, କାହିଁକି ହେଇପାରିଲା ନାହିଁ ଠିକ୍ ଭାବରେ, କାହିଁକି ଏମାନଙ୍କ ଭିତରେ ସମଝୋତା ହେଇପାରିନାହିଁ କି କ'ଣ ହେଇଛି, ତାକୁ ସମୀକ୍ଷା ହେବ। ମୁଁ ମନା କରୁନି କଂଗ୍ରେସ ଖରାପ କରିଛି, ଆର୍ଜେଡି ବି ଏତେ ଖରାପ କରିବ ବୋଲି ଆଶା କରୁନଥିଲେ। ଯାହା ବି ହଉ, ଖରାପ କରିଛି ମାନେ କାହିଁକି ଖରାପ ହେଇଛି ତାର ଡିଟେଲ ସମୀକ୍ଷା ମୁଁ ଏଠୁ ବର୍ତ୍ତମାନ କହିପାରିବି ନାହିଁ। ରେଜଲ୍ଟ ପୁରା ବାହାରିଯାଉ, ଆ ଉପରେ ସମୀକ୍ଷା ହେବ ଏବଂ ଦେଖାଯିବ ଯେ କ'ଣ ଘଟଣାଟା ହେଇଛି।